ଆଜି ଆମେ ଏହି ଭିଡ଼ିଓରେ ତୃତୀୟ ଶ୍ରେଣୀ ସାହିତ୍ୟ ବହିର ବିପ୍ଳବୀ ବକ୍ସି ଜଗବନ୍ଧୁ ବିଷୟର ଅଭ୍ୟାସ କାର୍ଯ୍ୟ ଆଲୋଚନା କରିବା। ଏକ ନମ୍ବରଟି କହିଛି, ଆସ ଅଭିନୟ ଛଳରେ କଥାବାର୍ତ୍ତା କରିବା। ନା ନା, ତାହା ହୋଇନପାରେ। ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦିତ ହେଲେ ମଧ୍ୟ ତାହା ହେବ ନାହିଁ। ଖ ନମ୍ବରଟି କହିଛି, ଲୋକେ ତ ଆମର ବଳ, ଲୋକେ ତ ଆମର ସାହସ। ଗ ନମ୍ବରଟି କହିଛି, କେଉଁଠି ଅଛି କେଉଁଠି ଅଛି ସେ କି ଅସ୍ତ୍ର ସେନାପତି। ଘ ନମ୍ବରଟି କହିଛି, ଆମେ ଏ ପନ୍ଥାରେ ଦୃଢ଼ ରହିଲେ ଦିନେ ଇଂରେଜମାନେ ଭାରତ ଛାଡ଼ି ଯିବାକୁ ବାଧ୍ୟ ହେବେ। ଏହି କରୁ ଘ ନମ୍ବର ପର୍ଯ୍ୟନ୍ତ ଯେଉଁ ଲେଖାଗୁଡ଼ିକ ଦିଆଗଲା, ଏଗୁଡ଼ିକ ତୁମେମାନେ ନିଜେ ଅଭିନୟ ଛଳରେ କଥାବାର୍ତ୍ତା କରିବ। ତାପରେ 2 ନମ୍ବରଟି ଦେଇଛି, ତଳେ କେତୋଟି ଶବ୍ଦ ଦିଆଗଲା। ଏଥିମଧ୍ୟରୁ ଯେଉଁଗୁଡ଼ିକ ଆମେ ଏହି ପାଠରେ ପଢ଼ିଛୁ, ଆସ ତାକୁ ଖୋଜିବା ଏବଂ ବାକ୍ୟ ଗଢ଼ି ଲେଖିବା। ପାଇକ, ଖୋର୍ଦ୍ଧାର ପାଇକମାନେ ଭାରି ସାହସୀ ଥିଲେ। ଫାଶୀ, ବର୍ତ୍ତମାନ ନରହତ୍ୟା ଅପରାଧରେ ଫାଶୀ ଦଣ୍ଡ ଦିଆଯାଉଅଛି। ଫସଲ, ଏ ବର୍ଷ ଭଲ ବର୍ଷା ହୋଇନାହିଁ, ତେଣୁ ଭଲ ଫସଲ ହେବ ନାହିଁ। ଅସହଯୋଗ, ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ବଳରେ ଭାରତର ସ୍ୱାଧୀନତା ଆଣିଦେଇଥିଲେ। ଶସ୍ୟ, ଉନ୍ନତ କୃଷି ପ୍ରଣାଳୀ ଦ୍ୱାରା ଭାରତରେ ବର୍ତ୍ତମାନ ପ୍ରଚୁର ଖାଦ୍ୟଶସ୍ୟ ଉତ୍ପାଦନ ହେଉଅଛି। ତାପରେ 3 ନମ୍ବରଟି ଦେଇଛି, କିଏ କାହାକୁ ଏକଥା କହିଛନ୍ତି, ବହିରୁ ଖୋଜି ତଳେ ଦିଆଯାଇଥିବା ନାମ ସହିତ ଯୋଡ଼। କ ନମ୍ବରଟି ଦେଇଛି, କେତେ ଦିନ ଆଉ ଏକାକୀ ଖୋର୍ଦ୍ଧା ସେମାନଙ୍କୁ ଅଟକାଇ ପାରେ, ଏକଥା ଛୁଆଳ ସିଂହ ବକ୍ସି ଜଗବନ୍ଧୁଙ୍କୁ କହିଛନ୍ତି। ଖ ନମ୍ବରଟି ଦେଇଛି, ଲୋକେ ତ ଆମର ଶକ୍ତି, ଲୋକେ ତ ଆମର ସାହସ, ଏକଥା ଦଳ ବେହେରା ଛୁଆଳ ସିଂହଙ୍କୁ କହିଛନ୍ତି। ଗ ନମ୍ବରଟି କହିଛି, ଖାଲି ଉପାୟ ଥିଲେ କ'ଣ ହେବ, ଅସ୍ତ୍ର କାହିଁ, ଏକଥା ଛୁଆଳ ସିଂହ ବକ୍ସି ଜଗବନ୍ଧୁଙ୍କୁ କହିଛନ୍ତି। ଘ ନମ୍ବରଟି କହିଛି, ସେ ଏକ ନୂଆ ପ୍ରକାରର ଅସ୍ତ୍ର, ଅଛି ତୁମ ପାଖରେ, ଅଛି ମୋ ପାଖରେ, ଅଛି ପ୍ରତ୍ୟେକଙ୍କ ପାଖରେ, ଏକଥା ବକ୍ସି ଜଗବନ୍ଧୁ ପାଇକମାନଙ୍କୁ କହିଛନ୍ତି। 4 ନମ୍ବରଟି କହିଛି, ଡାହାଣ ପାଖ ବାକ୍ସରୁ ଅକ୍ଷରଟିଏ ବାଛି ଆଣି ଶବ୍ଦଟିଏ ଗଢ଼। ଶବ୍ଦଗୁଡ଼ିକ ହେବ ନିକାଞ୍ଚନ, କନ୍ଦି, ବିରୋଧ, ପନ୍ଥା, ସମ୍ମାନ, ନିର୍ଦ୍ଦୟ। ତାପରେ 5 ନମ୍ବରଟି କହିଛି, ଆସ ଉତ୍ତର ଲେଖିବା। କ ନମ୍ବରଟି କହିଛି, ବକ୍ସି ଜଗବନ୍ଧୁ କିଏ? ଆନ୍ସାର, ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ପାଇକମାନଙ୍କର ନେତା ଥିଲେ। ଖ ନମ୍ବରଟି କହିଛି, ଜୟୀରାଜଗୁରୁ କିଏ? ଆନ୍ସାର, ଜୟୀରାଜଗୁରୁ ଖୋର୍ଦ୍ଧା ରାଜାଙ୍କର ପୁରୋହିତ ଓ ପାଇକମାନଙ୍କର ନେତା ଥିଲେ। ଗ ନମ୍ବରଟି କହିଛି, ବକ୍ସିଙ୍କ ପରିବାରକୁ ଇଂରେଜମାନେ କାହିଁକି ବାନ୍ଧି ନେଲେ? ଆନ୍ସାର, ବକ୍ସି ଖୋର୍ଦ୍ଧା ପାଇକ ଆନ୍ଦୋଳନର ନେତା ଥିଲେ। ବକ୍ସିଙ୍କୁ ଜବତ କରିବା ପାଇଁ ଇଂରେଜମାନେ ବକ୍ସିଙ୍କ ପରିବାରକୁ ବାନ୍ଧି ନେଲେ। ତାପରେ 6 ନମ୍ବରଟି କହିଛି, ତଳ କୋଠରୀ ଭିତରୁ ଶବ୍ଦ ବାଛି ଖାଲି ସ୍ଥାନ ପୂରଣ କର। କ ନମ୍ବରଟି ହେବ, ଭାରତର ପ୍ରତ୍ୟେକ ରାଜ୍ୟ ଆଜି ଇଂରେଜ ଅଧିକାରରେ। ଖ ନମ୍ବରଟି ହେବ, ଖୋର୍ଦ୍ଧାକୁ ଛାଡ଼ିଦେଲେ ଓଡ଼ିଶାର ସବୁ ଅଞ୍ଚଳ ଇଂରେଜମାନେ ଦଖଲ କଲେଣି। ଗ ନମ୍ବରଟି ହେବ, ସୂର୍ଯ୍ୟ ପଶ୍ଚିମରେ ଉଦିତ ହେଲେ ମଧ୍ୟ ତାହା ହେବ ନାହିଁ। ଘ ନମ୍ବରଟି ହେବ, ରଡ଼ଙ୍ଗର ସାହି ସାହି ଓ ଆଖପାଖରେ ଗାଁ ସବୁ ହୁତ୍ ହୁତ୍ ହୋଇ ଜଳୁଛି। ଅ ନମ୍ବରଟି ହେବ, ସେ ଅସ୍ତ୍ର ହେଉଛି ଇଂରେଜମାନଙ୍କ ସହ ଅସହଯୋଗ। ତାପରେ 7 ନମ୍ବରଟି କହିଛି, ଏହି ବିଷୟଟିରେ ଅସହଯୋଗକୁ ଅସ୍ତ୍ର ରୂପେ ଗ୍ରହଣ କରାଯାଇଛି। ଏହା କିପରି ଅସ୍ତ୍ର ହେଲା, ତାହା ନିଜ ଭାଷାରେ ଲେଖ। ଆନ୍ସାର, ଇଂରେଜ ପକ୍ଷର କୌଣସି ବ୍ୟକ୍ତିଙ୍କ ସହିତ ସମ୍ପର୍କ ନ ରଖିବା ଥିଲା ଅସହଯୋଗ। ଇଂରେଜମାନେ ଆମଠାରୁ କର ଆଦାୟ କରି ସେହି ଧନରେ ଆମ ସହ ଲଢ଼େଇ କରୁଛନ୍ତି, ତେଣୁ ଗୋଟିଏ କଉଡ଼ି ସୁଦ୍ଧା ନ ଦେଲେ ସେମାନେ ଦୁର୍ବଳ ହୋଇଯିବେ। ଚାଷ ନ କରି ଜମିକୁ ପଡ଼ିଆ ରଖିଲେ ଗୋରାମାନେ ଖାଇବାକୁ ପାଇବେ ନାହିଁ। ସମସ୍ତେ ସପରିବାର ଗାଁ ଛାଡ଼ି ଜଙ୍ଗଲକୁ ପଳାଇଗଲେ ଇଂରେଜମାନେ କାହା ଉପରେ ଅତ୍ୟାଚାର ମଧ୍ୟ କରିପାରିବେ ନାହିଁ। ଫଳରେ ସେମାନେ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହେବେ। ଏହିପରି ଭାବେ ଅସହଯୋଗ ଏକ ଅସ୍ତ୍ର ହୋଇପାରିଥିଲା। ତାପରେ 8 ନମ୍ବରଟି କହିଛି, ଚିତ୍ରଗୁଡ଼ିକୁ ଦେଖ ଓ ସେ ସମ୍ପର୍କରେ ଯାହା ଭାବୁଛ ଲେଖ। ପ୍ରଥମ ଚିତ୍ରରେ ଆମେ ଦେଖିବାକୁ ପାଉଛୁ ଇଂରେଜ ସୈନ୍ୟ ବନ୍ଧୁକ ବ୍ୟବହାର କରୁଥିଲେ। ଦ୍ୱିତୀୟ ଚିତ୍ରରେ ଆମେ ଦେଖିବାକୁ ପାଉଛୁ ପୂର୍ବେ ଖଣ୍ଡା, ଶୂଳ, ବାଙ୍କଛୁରୀ, ବର୍ଚ୍ଛା, ବନ୍ଧୁକ, ଧନୁ, ତୀର ସାହାଯ୍ୟରେ ଯୁଦ୍ଧ ହେଉଥିଲା। ତୃତୀୟ ଚିତ୍ରରେ ଆମେ ଦେଖିବାକୁ ପାଉଛୁ ଯେ ଆଗେ ସେନା ଛାଉଣି ଜଙ୍ଗଲ ମଧ୍ୟରେ କରାଯାଉଥିଲା। ଚତୁର୍ଥ ଚିତ୍ରରେ ଆମେ ଦେଖିବାକୁ ପାଉଛୁ ଯେ
ସୈନିକମାନେ ଆଗେ ଖଣ୍ଡାରେ ଯୁଦ୍ଧ କରୁଥିଲେ ଓ ଖଣ୍ଡା ଚଟରୁ ରକ୍ଷା ପାଇବା ପାଇଁ ହାତରେ ଢାଲ ଧରୁଥିଲେ। ତାପରେ 9 ନମ୍ବରଟି କହିଛି ଓଡ଼ିଶାର କେତେଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ତଳେ ଦିଆଗଲା। ସେମାନେ କିଏ କେଉଁ ସ୍ଥାନ ସହ ସମ୍ପୃକ୍ତ ଥିଲେ ଗାରଟାଣି ଦ୍ୱିତୀୟ ସ୍ତମ୍ଭକୁ ଚିହ୍ନାଇ ଦିଅ। କ ନମ୍ବରଟିରେ ଦେଇଛି ବିର୍ସା ମୁଣ୍ଡା ହେବ ସୁନ୍ଦରଗଡ଼, ବକ୍ସି ଜଗବନ୍ଧୁ ହେବ ଖୋର୍ଦ୍ଧା, ଧରଣୀଧର ହେବ କେନ୍ଦୁଝର, ଲକ୍ଷ୍ମଣ ନାୟକ ହେବ କୋରାପୁଟ, ବୀର ସୁରେନ୍ଦ୍ର ସାଏ ହେବ ସମ୍ବଲପୁର। ତାପରେ ଖ ନମ୍ବରଟି ଦେଇଛି ଉପର ପ୍ରଶ୍ନରେ ଥିବା ଜିଲ୍ଲାଗୁଡ଼ିକୁ ମାନଚିତ୍ରରେ ଚିହ୍ନାଇ ଦିଅ। ଓଡ଼ିଶା ମାନଚିତ୍ରରେ ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ ଜିଲ୍ଲାଗୁଡ଼ିକୁ ଚିହ୍ନାଇ ଦେବ ତୁମେମାନେ। ଠିକ୍ ଅଛି। ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବ ନାହିଁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।